ଆସନ୍ତୁ ସ୍ୱର୍ଗତ ମୁରଲୀଧର ନାୟକଙ୍କ ସ୍ମୃତିଚାରଣ କରିବା। এই স্বর্গত আত্মার কেমতি মুক্তি আসিব এই উদ্দেশ্যে তাঙ্ক পুত্র মধ্য এটি উপস্থিত অଛନ୍ତି। পরিবারর সমস্ত তাঙ্ক রক্ত সম্পর্কীয় মানে উপস্থিত অଛନ୍ତି। মু সমস্তଙ୍କୁ আহ্বান করছি সমস্তে এখানে আসন্তু। প্রদীপ প্রজ্বলন পূর্বক তাঙ্ক আত্মার সদ্গতি পাই এই স্মৃতি সভারে সমস্তে যোগ দিয়ন্তু এবং এহাକୁ সাফল্য মণ্ডিত କରନ୍ତୁ। सहित मोर घनिष्ठ संपर्क था। स्कूलटी 1986 मसीह आरंभ होता एवं यही दिन ठार निरवच्छिन्न भाव में आम जो शिक्षक 20-22 वर्ष धरी शिक्षकता करूँ सार संपर्क में मुझे कह जन सामाजिक लोक 17 वर्ष बहु प्राणीर भल मंद वाणी मरण काले ताहा जाने तेणु से कौन थिले नथिले तार शेष समय ही तांकर लोकलोचन शुणा हुए से किभली व्यक्तित्व थिले। मते भारी से भल पाती। मु 2002 मसीह कालासुंगा स्कूल रे जॉइन कली मते सान भाई भली से देखी दिनक आमर कौन बदशा है सब बड़े देखी पकेले कुंडे पकाती एवं शेष समय मुझे शुणा पाई मोर जड़े शला को से कहते मु पैसा घर को टे जी तू आसबू घर को जो दिन एक कहते सी आप फोन कले मुझे आसी नहीं जी से दिन राति अवस्था है मोर दुर्भाग्य मुझे शेष समय देखा कर पारि ना मत कौन कही था हुए तो
ତେଣୁ ଯାହା ଭାଗବତ ଲେଖା ଅଛି ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କରେ ତାହା ଜାଣେ। ତେଣୁ ଆମର ଏଇ ଦେହ ଚାଲିଯାଉଛି କିନ୍ତୁ ଆତ୍ମା ଅମର। ତେଣୁ ନା ସେ ପାଣିରେ ବୁଡ଼ିବ ନା ନିଆଁରେ ପୋଡ଼ିବ ନା ପବନରେ ଉଡ଼ିବ। ତେଣୁ ଆତ୍ମା ସବୁବେଳେ ଚିର ଅମର। ତେଣୁ ଗୋଟିଏ ଘଟ ପରିତ୍ୟାଗ କରି ଅନ୍ୟ ଘଟରେ ତାର ଅବସ୍ଥାନ କରିବା। ଯେମିତି ଆମେ ଚିରା ଲୁଗା ପାଲଟେଇ ନୂଆ ଲୁଗା ପରିଧାନ କରୁଛେ ସେମିତି ଆତ୍ମା ସେଭଳି। ତେଣୁ ଆମର ଗୀତାରେ ଲେଖା ହେଇଛି ତେଣୁ ମାଂସାଶୀ ଜିନ୍ନାନି ଯଥା ବିହାୟ ନବାନି ଗୃହାନ୍ତି ମର ପରାଣୀ ତଥା ଶରୀରାଣୀ ବିହାୟ ଗିର୍ଣ୍ଣା ଜନାନି ସଂଜାତି ନବାନି ନାହିଁ। ତେଣୁ ଆମର ଆତ୍ମା ଏ ଜୀର୍ଣ୍ଣ ଶରୀରକୁ ଛାଡ଼ି ଅନ୍ୟ ଏକ ନୂତନ ଶରୀରକୁ ଯିବା ପାଇଁ ତାର ଇଚ୍ଛା। ତେଣୁ ଆମର ସେହି ନ୍ୟାୟରେ ଆମର ଆତ୍ମା ଗୁରୁ ଭାଇ କରି ଚାଲିଯାଇଛି କିନ୍ତୁ ଅନ୍ୟ ଆତ୍ମା ସହିତ ସେ ସଂସ୍କୃତ ହେବା ପାଇଁ ଗୋଡ଼େଇ ଖେଳିଛ, ନଈରେ ବୁଡ଼ିଛ, ପହଁରିଛ, ଗଛ ଚଢ଼ିଛ, କେତେ କ'ଣ କରିଛ। ଆଜି ତମେ ଅଛ, ସିଏ ନାହାନ୍ତି। କେମିତି ଲାଗୁଛି ତମକୁ? ବୋଲେ ଆଉ ଆଜି ତମକୁ ନିମନ୍ତ୍ରଣ ଥିବ, ତମେ ସେ ମିଟିଂକି ଯିବ ନା? ହଁ ମୁଁ ନିଶ୍ଚିତ ଯିବି। ମୁଁ କହିଲି ସେ ଲୋକ କେମିତି ଥିଲେ? ମୁରବୀଟା ଆମର ସ୍ନେହୀ ନୁହଁ କି? ମୁଁ କହିଲି ହଁ ସ୍ନେହୀ। ଆଉ ଜଣେ ଲୋକ ମୋର ଭାଇ ଯେତେବେଳେ ଇହ ଧାମ ତ୍ୟାଗ କଲେ ସେ ଆଶ୍ଚର୍ଯ୍ୟ ହେଇଗଲେ। କହିଲେ ସେ କହିଲେ ମୁଁ କାଲି ଯାଇଥିଲି ବୁଢ଼ ଭାଇଙ୍କ ପାଖକୁ, ତାଙ୍କ ପାଖରେ ବସିଲି, ସେ ମୋତେ ଦେଖିଲେ, ମୋ ନାଁ ଧରିଲେ, ମୋ ସହିତ କଥା ହେଲେ, ମୋତେ କହିଲେ ମୋର ଯିବା ସମୟ ହେଇଗଲାଣି, ମୁଁ ଖାଲି ଅପେକ୍ଷା କରିଛି କୋଉ ସମୟରେ ଯିବି। ମାନେ ସତେ ଯେମିତି ଜଣେ ଲୋକ ନିଜେ ଜାଣିପାରୁଛନ୍ତି ସେ ଗୋଟା କୋଉଠିକି ଯିବେ। ମାନେ ଯେମିତି ଗୋଟେ ବନ୍ଧୁ ଘରକୁ ଯିବେ, ଆଗରୁ ସେ ପ୍ରିପାରେସନ ହେଉଛନ୍ତି ଏବଂ ତାଙ୍କୁ ଜଣାଯାଉଛି ମୁଁ ଯିବା ପାଇଁ ପ୍ରସ୍ତୁତ, କିନ୍ତୁ ସମୟ ଆସିନି, ସେ ସମୟ ଆସିଲେ ମୁଁ ଯିବି। ଏଭଳି ମାନେ ବିବାହ ବା ଇହ ଧାମ ତ୍ୟାଗ କରିବା ବା ମୃତ୍ୟୁ ମୁଖରେ ପଡ଼ିବା ଗୋଟେ ବିରଳ। ମେଡିକାଲରୁ ଆସିଲେ ସେ ଗାଁ ଦାଣ୍ଡରେ ଖୁବ୍ ଜୋରରେ ଚାଲିଛନ୍ତି। ମାନେ ଯେତେବେଳେ ସେ ଅପରେସନ ହେଇକା ପରେ ବୋଧେ ଆସିଲେ ଗାଁ ଦାଣ୍ଡରେ ଖୁବ୍ ଜୋରରେ ଚାଲିଛନ୍ତି ନରସିଂହପୁର ଆଡ଼କୁ। ପୁରା ଜରାଜୀର୍ଣ୍ଣ ଶରୀର। ମୁଁ ଦେଖିଦେଇ ତାଙ୍କୁ ଆଶ୍ଚର୍ଯ୍ୟ ହେଇଗଲି, କାରଣ ମୁଁ ମୋ ପାଖରେ ଆସି ବସନ୍ତି, ତାଙ୍କର ଅନ୍ତରର ଭଲ ମନ୍ଦ କଥା ମୋ ଆଗରେ କୁହନ୍ତି। ଯେତେବେଳେ ନକୁ ଭାଇ ମୋତେ କହିଲେ ଗୋଟେ ସ୍ମୃତି ସଭା କରିବା, ମୁଁ ସେତେବେଳୁ ଚିନ୍ତା କରିଛି କିଏ ଯାଆନ୍ତୁ ନ ଯାଆନ୍ତୁ, ମୋର ଯେତେ କାମ ଯୁଆଡ଼େ ଯୁଆଡ଼େ ଥାଉ ମୁଁ ସବୁ କାମକୁ ବାତିଲ କରି ମୁର ଭାଇଙ୍କ ସ୍ମୃତି ସଭାରେ ମୁଁ ଉପସ୍ଥିତ ରହିବି। ଆଉ କେମିତି ସେଟା ସକ୍ସେସ୍ ହବ ଆଉ ସେଟା ଆମେ ଚେଷ୍ଟା କରିବୁ। ମୁଁ ଭାବୁଛି କାହିଁ ସକ୍ସେସ୍ ହେଇଛି। ସକ୍ସେସ୍ ଯେ ବହୁତ ଲୋକ ଆସି ଉପସ୍ଥିତ ହେଇକିରି ଏ କାର୍ଯ୍ୟରେ ଅଂଶଗ୍ରହଣ କଲେ ଯେ ସକ୍ସେସ୍, ଆଉ ନହେଲେ ସକ୍ସେସ୍ ନୁହଁ ଏ କଥା ନୁହଁ। ସକ୍ସେସ୍ ଏଇଥିପାଇଁ ଯେ ସେ ସେଠି ବସିଛନ୍ତି, ତାଙ୍କର ଯୋଉ କାମ ଯୋଉ ସମୟରେ ଯେମିତି ହବା କଥା ସବୁ ଠିକ ହଉଛି। ଏବଂ ଯୋଉ କିଞ୍ଚିତ ଲୋକ ଆମର ଆଗରେ ବସିଛନ୍ତି ସେ ସମସ୍ତେ କାନ ଦେଇକିରି କିଏ କ'ଣ କହୁଛନ୍ତି ତାଙ୍କୁ ଶୁଣୁଛନ୍ତି। ଏଇଟା ହିଁ ସକ୍ସେସ୍। ଯେତେବେଳେ ଆମେ ଗାଁର ଜଣେ ଲୋକ, ଆମର ଏଜ୍ ଡିଫରେନ୍ସ ବହୁତ ଅଧିକା, ଯେତେବେଳେ ତାଙ୍କର ମୃତ୍ୟୁ ଖବର ଶୁଣିକିରି ଆମର ଛାତି ଧଡ଼କିନି ହଉଛି, ସେଇ ସମୟରେ ମୁଁ ଚିନ୍ତା କରୁଥିଲି ସେତେବେଳେ ତାଙ୍କ ପରିବାର ଲୋକ କ'ଣ ହଉଥିବେ, ସ୍ତ୍ରୀ କ'ଣ ହଉଥିବେ, ତାଙ୍କ ପୁତ୍ରବଧୂ କ'ଣ ହଉଥିବେ, ତାଙ୍କ ଝିଅ ଜ୍ୱାଇଁ କ'ଣ ହଉଥିବେ, ତାଙ୍କର ଯୋଉମାନେ ଟିକେ ବଢିଗଲେଣି ନାତି ନାତୁଣୀ କ'ଣ ହଉଥିବେ। ଅନ୍ଧାର ଯେତିକି ସୁନ୍ଦର ସେତିକି ଏହି ଯେ ଗହନ ବନ, ଆଗକୁ ପଡ଼ିଛି ପଥ ବହୁ ଦୂର ଆହୁରି କେତେ ଯେ ବାକି, ଚାଲିବି ନ ପଡ଼ିବି ଥକି ମୁଦିବା ଆଗରୁ ଆଖି। ସତରେ କ'ଣ ସେ ଥକି ପଡ଼ି ନାହିଁ? ତାଙ୍କ କ୍ଷେତ୍ରରେ ଏଇ ଯୋଉ କବିତା ତାଙ୍କ କ୍ଷେତ୍ରରେ କ'ଣ ହେଇଛି? ମୁଁ ଭାବୁଛି ସେ ଥକି ପଡ଼ିଛନ୍ତି।
ଏବଂ ଥକି ପଡ଼ିବା ସମୟରେ ସେ ବହୁତ କଥା ଚିନ୍ତା କରିଛନ୍ତି ଯେ ମୋ ପରିବାର ଯାହାଙ୍କୁ ମୁଁ ମୋ ପଛରେ ଛାଡ଼ି ଯାଉଛି ସେମାନଙ୍କର ଭବିଷ୍ୟତ କଣ। ମୃତ୍ୟୁର ଖୁବ କମ ସମୟ ପୂର୍ବରୁ ସେ କଥା ହେଇଛନ୍ତି, ମୁଁ ନଥିଲି କିନ୍ତୁ ଜାଣି ମତେ ଛାଡ଼ିକି କେହି ଯିବନି, ମୋ ପାଖରେ ସମସ୍ତେ ବସିବ ଏବଂ ମୁଁ ତୁମକୁ କିନ୍ତୁ ଛାଡ଼ିକି ପଳେଇବି, ଏକଥା କହିଛନ୍ତି। ଯେଉଁମାନେ ଉପସ୍ଥିତ ଥିଲେ ନିଶ୍ଚିତ ଭାବରେ ସେ ସମୟଟାକୁ ଅନୁଭବ କରିଥିବେ, ତାଙ୍କ ପରିବାର ଲୋକ ଯିଏ ଥିଲେ। ତେଣୁ ମୁଁ ଭାବୁଛି ସେ ଆଗରୁ ଯମପୁରକୁ ଯିବେ ବୋଲି ପ୍ରସ୍ତୁତ, କାରଣ ସେ ଜାଣି ସାରିଥିଲେ ମୋର ଦେହର ଅବସ୍ଥା ଯାହା, ମୁଁ ନିଶ୍ଚିତ ଭାବରେ ବିଦାୟ ନେବି। ତେଣୁ ପରିବାର ପାଇଁ ପ୍ରତ୍ୟେକ ମଣିଷ ତାଙ୍କ ଜୀବଦଶା ଭିତରେ ରୋଜଗାର କରନ୍ତୁ, କର୍ମକ୍ଷେତ୍ରରେ ଯେତେ ବ୍ୟସ୍ତ ରୁହନ୍ତୁ, ପରିବାର ପାଇଁ କିଛି ସମୟ ଦେବା, ପରିବାର ପାଇଁ କିଞ୍ଚିତ ସଞ୍ଚୟ କରି ରଖିବା ନିହାତି ଆବଶ୍ୟକ। ସେ ନିଶ୍ଚିତ ଭାବରେ ତା କରୁଛନ୍ତି। ଶେଷ ସମୟରେ ଯେତେବେଳେ ତାଙ୍କ ଦେହ ଖରାପ ହେଇଗଲା, ସେ ସବୁବେଳେ ଚିନ୍ତା କଲେ ଯୋଉମାନେ ପଦନା ନରସିଂହପୁରରେ ତଥା ତାଙ୍କର ଜଣାଶୁଣା ଲୋକ ମତେ କହିଲେ ନିଶିକାନ୍ତ ତାଙ୍କୁ ସବୁ ଦେଖିବାକୁ ମୁଁ କାହିଁ ଯିବ, ନାଇଁ ତାଙ୍କ ପାଇଁ ରସାବଳି ନେବି, କେନ୍ଦ୍ରାପଡ଼ା ଯିବା, ବଳଦେବ ମନ୍ଦିରରୁ ରସାବଳି ଆଣିବା, ପିଠା ଆଣିବା, ସେଉ ଆଣିବା, ମୁଁ ତାଙ୍କ ଘରୁ ଟିକେ ଦେଖିବାକୁ। ତମ ଦେହ ଭାଇ ଖରାପ, ତମେ କଣ କହୁଛ ଦେଖିବା ପାଇଁ? ନା ମୁଁ ତ ଯିବି ଆଉ, ପୁରା ଉଚ୍ଛନ କରେ। ତାଙ୍କୁ ଗାଡ଼ିରେ ବି ନେବା ପାଇଁ ଭୟ ଲାଗିଲା, କାଳେ କୋଉଠି ପଡ଼ିଯିବେ, ଭଲ ମନ୍ଦ ହବ। କିନ୍ତୁ ସେ ସବୁବେଳେ ଚାହାନ୍ତି ଯେ ମୁଁ ଫିଟ୍ ଅଛି। ଆଉ ଗୋଟେ କଥା କହିବାକୁ ପଡ଼ିବ, ସେ ବହୁତ ମାନେ ଉଦାର ବ୍ୟକ୍ତି, କାହିଁକି ନା ତାଙ୍କ ମନ ଭିତରେ କିଛି ଛନ୍ଦ କପଟ କିଛି ନଥାଏ, ଯାହାକୁ ଯାହା କୁହନ୍ତି ସେ କହିଦିଅନ୍ତି। ଯେତିକି ଦିନ ଯୋଉ ସ୍କୁଲ ମାନଙ୍କରେ ସବୁ ସେ ରହିଛି, ସେଠି ସେ ଗ୍ରାମବାସୀ ସେ ଗୋଷ୍ଠୀ ସମ୍ପର୍କ ଏମିତି ରଖିଥିଲା, କୋଉଠି ବନ୍ଧୁବାନ୍ଧବ ଭଳିଆ ବି ଆଜି ଯାଇ ରହି ଆସିଛି। ତେଣୁ ସମ୍ପର୍କ ଏମିତି ଲୋକଙ୍କର କିଛି ସେ ଭଲ କରିଛି ବୋଲି ଲୋକ ତାକୁ ଆଦର କରୁଛନ୍ତି। ଏଇଟା ହଉଛି ବଡ଼ କଥା। ଗୋଟେ ଜାଗାକୁ ମତେ ସେ ଥରେ ନେଇକି ଯାଇଥିଲା, ଯୋଉ ଗାଁ ସ୍କୁଲରେ ସେ ଶିକ୍ଷକତା କରେ, ସେଠି ସେ ଲୋକମାନେ ଏତେ ଆଦର କରୁଥିଲେ, ଛାଡ଼ିଲେ ନାହିଁ। ଆମକୁ ମଧ୍ୟାହ୍ନରେ ସେଠି ଖାଦ୍ୟ ଖୁଆଇକି ଯାଇ ଛାଡ଼ିଲେ। ତେଣୁ ମୁଁ ସେଇଥିରୁ ଜାଣିଲି ନାଇଁ, ତାର ଯାହା ବ୍ୟବହାର ସାଧାରଣ ମଣିଷଟିଏ କରିବା କଥା, ସେ ଉଚିତ ମାର୍ଗରେ ଅଛି, ଆଉ ମଧ୍ୟ ତାହା ଠିକ ସମ୍ପାଦନ କରୁଛି। ତେଣୁ ଈଶ୍ୱର କାହିଁକି ତାକୁ ଧୀରେ ଧୀରେ କିଛି ଦିନ ପରେ, ପ୍ରାୟ ମୁଁ ଅନୁମାନ କରୁଛି 10 ବର୍ଷ ଖଣ୍ଡେ ପରେ ଚାକିରି ଭିତରେ ଠିକ ଥିଲା। ଚାକିରି ସରିବାକୁ ମାତ୍ର 10 ବର୍ଷ ଖଣ୍ଡେ ଅଛି, ଦେହ ପା ଭଲ ରହିଲା, ମାଇଣ୍ଡଟା ଠିକ ରହିଲା। ଯାହା ହଉ ଈଶ୍ୱରଙ୍କର ଇଚ୍ଛା ଥିଲା, ସେ ଭଲରେ ଚାକିରି ଶେଷ କରିଥିଲା। ପାଖାପାଖି ଆସିଲାଣି, କିଏ କୋଉଠି ଦୌଡ଼ିକି ଯାଇ ସ୍କୁଲରେ ବସିବ, ଆଉ ସୁନ୍ଦର ଗପ ଗୀତ ଖେଳକୁଦ, କିନ୍ତୁ ସେତେବେଳେ ଯେତେ ମାଡ଼ ଆଉ ମାଡ଼ ତ ସେତେବେଳେ ପାଠ। କିନ୍ତୁ ତାର ଦେହ ଖରାପ ହୋଇଯିବା ପରେ କ୍ଲାସର କୌଣସି ପିଲା ତାକୁ ଖରାପ ନ ହୋଇଥିଲା, କିମ୍ବା ତା ସହିତ ତାର ମନୋମାନ୍ୟ କିମ୍ବା କୌଣସି ଗଳ ଝଗଡ଼ା କିଛି ନାହିଁ। ତାକୁ ଏତିକି ଆନ୍ତରିକ ଭଲ ପାଇଲେ ସିଏ ଜଣେ କୀର୍ତ୍ତନ ପ୍ରେମୀ। ହଉ ବା ନ ହଉ, ମୃତ୍ୟୁଟା ନିଶ୍ଚିତ। ଯେତେବେଳେ ଜନ୍ମ ହୋଇଛେ ମୃତ୍ୟୁକୁ ନିଶ୍ଚୟ ପାଇବା, ଏବଂ ଯାହା ସୃଷ୍ଟି ହୁଏ ସେ ସୃଷ୍ଟିର ନିୟମ ହେଉଛି ସେ ଧ୍ୱଂସ ହେବ। ତେଣୁ ମୁରଲୀ ଆସିଥିଲା, କୀର୍ତ୍ତି ରଖିଗଲା ଏବଂ ଶେଷରେ ସେ ଚାଲିଗଲା। ଏତିକି ମୋର କାମନା। ଏବଂ ମୁରଲୀର ଆତ୍ମା
ଯେ ସ୍ୱର୍ଗାରୋହଣ କରୁ, ସ୍ୱର୍ଗରେ ଅବସ୍ଥାନ କରୁ, ଏମିତି କାମ ଚାଲି ଯାଉଥିବ ଗପ କହିବ। ଆମ ଗାଁରେ 4 ଜଣ ହରିଆ ଅଛନ୍ତି। ହରି 4 ଜଣ ହରିଙ୍କୁ ସେ କହିଲା ଦିନେ କହିଲା ରାମ ହରି, ବ୍ରହ୍ମା ହରି, ଜଗୁ ହରି, ହାତୀ ହରି। ପଦନା ଗାଁରେ ହରି ନମ୍ବର 4। ମୁଁ ଟିକେ ବସିଲି, ଭାଇ କ'ଣ ଗୁଡ଼ା କହୁଛି, ବହୁତ ବହୁତ ଗଣିଲି। ପ୍ରକୃତରେ ଆମ ଗାଁରେ 4 ଜଣ ହରି ଅଛନ୍ତି। ହେ ରାମଚନ୍ଦ୍ର, ଆପଣ ଭୋଗ କଥା କହୁଛନ୍ତି, ସେ ବାବୁ ବଅସ ବୁଡ଼େଇ ଦେଇଛି, ତାକୁ ଧାର୍ମିକ ବୋଲି ମୁଁ ଭଲକିରି ଜାଣିଛି ସେ କ'ଣ ଥିଲା। ଯଦି କେବେ ଗାଁକୁ ଆସେ ଭଲ ଲୁଝି ରଖିଥିବ, ଭଲ ଲୁଗା ରଖିଥିବ, ତୁ କେତେ ପାଠ ପଢ଼ିବୁ, ଭଲଟା ମୁଁ ଗାଁର ଏତେ ପ୍ରତି ଆମ ପ୍ରତି ପିଲା ଘରର ମୁଁ ତାକୁ ବହୁତ ଭଲ ପାଉଛି। କିନ୍ତୁ ଦୈବର ଖେଳ ଆଉଟା, ଭାଗ୍ୟର ଖେଳ ଆଉଟା, ନିୟତିର ଲେଖା ଆଉଟା। ଯାହା ହେଇଯାଇଛି ଆଉ ତାକୁ ହେବନି। ସେ ନୂଆରେ ଦରମା ପାଇଲା, କହିଲା ଏ ବର୍ଷୁ ଭାଇ ଆମ ଶରୀର ଗଢ଼ି ଦେଲା, ମରାଳ ଭାଇ ଆମର ଆତ୍ମା। ମୁଁ ତାଙ୍କୁ ବୁଝିକି ରହିବା, ନହେଲେ ଯଦି ଭାଇମାନେ ଆମକୁ ସାହାଯ୍ୟ କରିନଥାନ୍ତେ ତାହେଲେ ଆମେ ତ 2 ଜଣ ଯାକ ନା କୋଉଠି ବିଲରେ ହଳ କରିଥାନ୍ତେ, ନହେଲେ ଚାଷବାସ କରି ଜୀବନ ରଖିଥାନ୍ତେ। ଯାହା ହଉ ଭଗବାନ ଆମକୁ ଦେବଦୂତ ଭଳିଆ ଭାଇ ଦିଟା ଦେଇଛନ୍ତି, ଯେତିକି ଆମ ପାଇଁ ଯଥେଷ୍ଟ। ଆଉ ମୁଁ ମୋର ଗର୍ବିତ ହେଉଛି, ମୋ ଭାଇମାନଙ୍କର ପିଲାମାନେ ଭଲ ଉଚ୍ଚଶିକ୍ଷିତ ହେଇଯାଇଛନ୍ତି। ସେମାନେ ବି ଆମମାନଙ୍କର ନାଁ ରଖିବେ। ମୋର ଆଉ କୌଣସି ଦ୍ୱିଧା ନାହିଁ, ଚିନ୍ତାରେ ନାହିଁ। ମୋ ଭାଇର ଆତ୍ମା ସ୍ୱର୍ଗତ ସେ ଫୁଲଟିଏ ହେଇ ଠାକୁରଙ୍କ ପାଖରୁ ନିବେଦନ ରୂପରେ ଗ୍ରହଣ କରିବା ପାଇଁ ଜଗତର ନାଥ ଜଗନ୍ନାଥଙ୍କୁ ମୁଁ ବିନମ୍ର ନିବେଦନ ଚଳୁଥିଲୁ। ବହୁତ ଭଲ ଲାଗେ ତା କଥାବାର୍ତ୍ତା, ଗୀତ ଗାଏ। ଛୋଟବେଳେ ଆମକୁ ସମସ୍ତଙ୍କୁ ସେ ପ୍ରୋତ୍ସାହିତ କରି ଗୋଟେ ଛୋଟ ଚତୁର୍ଥ ପ୍ରହରୀ କରିଥିଲା, ଯେଉଁଥିରେ ଛଡ଼େଇ ବଜେଇ ଆମେ ଚତୁର୍ଥ ପ୍ରହରୀ କରିଥିଲୁ। 8-9 ଭାଇ ପଳେଇଲେ ଅଲଗା, ଇୟାକୁ ଛାଡ଼ିଗଲେ ତୁ ସବୁ ଯାକ ବନ୍ଧୁ ବାନ୍ଧବ, ଘର, ଚାଷ, ସମସ୍ତ କଥା ତୁ ଦାୟିତ୍ୱ ନେବୁ, ବୁଝିବୁ। ଏବଂ ସେ ଧୈର୍ଯ୍ୟ ସହିତ ବୁଝୁଥିଲା, କାହା ବିରୁଦ୍ଧରେ କିଛି କହେ ନା, କିନ୍ତୁ ତାର ସବୁ କାର୍ଯ୍ୟ ସୁଚାରୁରୂପେ ଚାଲିଯାଏ। ଆମେ ବହୁତ ସମୟ ଧରି ତା ବିଷୟରେ ଆଲୋଚନା କଲେଣି। ସେମିତିଆ ମଣିଷଟିଏ। ଏଇଠି ଜଣେ ଶିକ୍ଷକ ବନ୍ଧୁ କହିଲେ, ନୈନ ଛିନ୍ଦନ୍ତି ଶସ୍ତ୍ରାଣୀ ନୈନ ଦହତି ପାବକ ନ ଚୈନ କ୍ରେଦନ୍ତ ଆପନ ଶୋଷୟତି ମାରୁତ। ଆତ୍ମାର ମୃତ୍ୟୁ ନାହିଁ। ଯଦି ଆତ୍ମାର ମୃତ୍ୟୁ ନାହିଁ, ସେ କୋଉ ଜାଗାରେ ପୁଣି ଗୋଟିଏ ଜନ୍ମ ନେଇ ସେ ଜନ୍ମଗ୍ରହଣ କରିସାରିଥିବ। ଯଦି ତାହା ସତ୍ୟ, ଆମେ ବି ଅନେକ ଯେଉଁମାନେ ଧର୍ମବାଦୀ ଅଛନ୍ତି, ଆଧ୍ୟାତ୍ମବାଦୀ ଅଛନ୍ତି, ଯେଉଁମାନେ ପରମର ଇଏ ହେଉଛି ବିବାହ ଉତ୍ସବ। ଅନେକ ସମୟରେ କହନ୍ତି ଜୀବ ପରମର ବିବାହ ଉତ୍ସବ। ଏକାଦଶ ଉତ୍ସବ ମାନେ ବା ଏଇ ଯେଉଁ ଉତ୍ସବ ପାଳନ ଆମେ କରୁଛେ, ସେ ଉତ୍ସବର ନାଁ ହେଉଛି ଜୀବ ପରମର ବିବାହ ଉତ୍ସବ। ମାନେ ଜୀବ ପରମକୁ ଛାଡ଼ିକିରି ପୁଣି ଯାଇ ପରମ ପାଦରେ ପ୍ରବେଶ କରିଛି। ଜୀବ ଅଲଗା ଆସିଥିଲା ଏବଂ ତାଙ୍କ ପାଖରେ ଶପଥ ନେଇଥିଲା, ଏଇ ଜନ୍ମରେ ଏତିକି ଏତିକି କାର୍ଯ୍ୟ କରିବି। 70 ବର୍ଷ ପରମାୟୁ ଭିତରେ ଅନେକ କାର୍ଯ୍ୟ ସେ କରିଛି। ତାର ଜମା ସୋସିଆଲ ରେସ୍ପନ୍ସିବିଲିଟି ଆଦୌ ନାହିଁ। ସମସ୍ତେ କହୁଥିଲେ ଯେ ତା ପୁଅ ଝିଅ ସମସ୍ତେ ବିବାହିତ। ତେଣୁ ଆମେ ତାଙ୍କୁ କହିବୁ ଯେ ସେ ବୋଧ ହୁଏ ତାର ଶେଷ ଅବସ୍ଥାରେ ଟିକେ କଷ୍ଟ ପାଉଥିଲା ଯଥେଷ୍ଟ। ଭଗବାନଙ୍କୁ ସେ ବହୁତ ଭଲ ପାଏ ଏବଂ ଭଗବାନ ତାଙ୍କୁ ପରମ ଶାନ୍ତି ଦେବା ପାଇଁ ତାଙ୍କ କୋଳକୁ ଟାଣି ନେଇଛନ୍ତି। ଏବଂ ଆମେ ଏହି ଉତ୍ସବରେ ତାଙ୍କ ଆତ୍ମାର ସଦ୍ଗତି ପାଇଁ ଜଗନ୍ନାଥ ଏବଂ ମା କେନ୍ଦୁଆଣୀଙ୍କ ପାଖରେ ଏଠି ପ୍ରାର୍ଥନା କରୁଛେ। ଏବଂ ବହୁ ଦୂରରୁ ବହୁ ବନ୍ଧୁମାନେ ଆସିଛନ୍ତି ତାଙ୍କ ଉଦ୍ଦେଶ୍ୟରେ, ତାଙ୍କର ଏହି ଏକାଦଶ ଉତ୍ସବରେ ଯୋଗ ଦେଇଛନ୍ତି। ତାଙ୍କ ସ୍ମୃତି ସଭାରେ ନିଜକୁ ତାଙ୍କ ସମ୍ପର୍କରେ କିଛି କହିବା ପାଇଁ ନିଜକୁ ଭାଗ୍ୟବାନ କରିଛନ୍ତି। ସେଥିପାଇଁ ଏ ଅଞ୍ଚଳର ସମସ୍ତ ବିଶେଷ ଅତିଥିମାନେ, ମାଆମାନେ, ପିଲାମାନେ, ଯୁବକ ବନ୍ଧୁମାନେ ଏବଂ ପୁଅ ଝିଅମାନେ, ଏଠାରେ ସମସ୍ତ ଉପସ୍ଥିତ ଭଦ୍ରବ୍ୟକ୍ତିମାନେ, ମନ୍ତ୍ରୀସୀନ ଶିକ୍ଷକ ବନ୍ଧୁମାନେ
ସମସ୍ତଙ୍କ ଉଦ୍ଦେଶ୍ୟରେ ମୁଁ ସାଧୁବାଦ ଦେଉଛି, କୃତଜ୍ଞତା ଜ୍ଞାପନ କରୁଛି। ଆଜି ସେହି ଆତ୍ମା ପାଇଁ ଆପଣ ସମସ୍ତେ ଯିଏ ଯେଉଁଠି ଥିଲେ ନିଜର ହୃଦୟ ଖୋଲା ହୋଇ ଆଜି ଏ ମଞ୍ଚରେ ନିଜ କଥାକେ ମଧ୍ୟ କହିଛନ୍ତି ଏବଂ ସେ ସ୍ୱର୍ଗୀୟ ଆତ୍ମାଙ୍କ ପାଇଁ ଆମେ ସମସ୍ତେ ସେବେଠାରୁ ଅନେକ ତଥ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ନିଶ୍ଚିତ ଭାବରେ ମୁଁ ଆଶା କରୁଛି ତାଙ୍କର ଆତ୍ମା ନିଶ୍ଚିତ ଭାବରେ ପରମାତ୍ମାଙ୍କୁ ପାଇବ, କାରଣ ଭଗବାନ ତାଙ୍କୁ ଆଜି ଶାନ୍ତି ଦିଅନ୍ତୁ। ମା କେନ୍ଦୁଆଣୀ ତାଙ୍କ ପଦରେ ତାଙ୍କୁ ସ୍ଥାନ ଦିଅନ୍ତୁ, ତାଙ୍କ ପିଲାମାନେ ଏବଂ ତାଙ୍କ ପରିବାରବର୍ଗ ସମସ୍ତଙ୍କୁ ସହାୟ ହୁଅନ୍ତୁ ଏବଂ ସେମାନଙ୍କର ପଥ କୁସୁମିତ ହଉ।